ଆଜ୍ଞା ନମସ୍କାର। ଆଜିକାଲି ଆପଣ ସାମାଜିକ ଗଣମାଧ୍ୟମ ହଉ, ଚା ଖଟି ହଉ କି ଯେକୌଣସି ପ୍ରସଙ୍ଗରେ ଯେତେବେଳେ ଆଲୋଚନା ହେଉଛି, କେଜାଣି କାହିଁକି ସମସ୍ତେ ଏବେ ସାମ୍ବାଦିକମାନଙ୍କୁ ଟାର୍ଗେଟ କରୁଛନ୍ତି। କିଏ କହୁଛି ଚୋର, କିଏ କହୁଛି ବିସ୍କୁଟ, କିଏ କହୁଛି ଦଲାଲ, ଏମିତି ନାନାଦି ଭୂଷଣରେ ବିଶେଷଣରେ ତାଙ୍କୁ ଭୂଷିତ କରାଯାଉଛି। ସେମାନଙ୍କ କଥା ଶୁଣି ମୋତେ ବହୁତ ସମୟରେ ଲାଗେ ବୋଧେ ଦୁନିଆଟା ଖାଣ୍ଟି ଏ ସାମ୍ବାଦିକମାନେ ହିଁ କେବଳ ଭେଜାଲ। ସେମାନେ ପଇସା ଖାଉଛନ୍ତି, ସେମାନେ ଲୁଟୁଛନ୍ତି। ମୁଁ ଆଜି କିଛି ବାସ୍ତବ କଥା ଆଜ୍ଞା ଆଲୋଚନା କରିବାକୁ ଚାହୁଁଛି। ବାସ୍ତବ କଥାଟି ହେଉଛି, ଯଦି ସରକାରଙ୍କ ତଥ୍ୟକୁ ଆପଣ ହିସାବକୁ ନେବେ, ତାହେଲେ ଆମର ଓଡ଼ିଶାରେ 10,000 ସାମ୍ବାଦିକ ଅଛନ୍ତି। ସେମାନଙ୍କ ଭିତରୁ 9,900 ସାମ୍ବାଦିକ, ମୁଁ ଚ୍ୟାଲେଞ୍ଜ ଦେଇ କହିବି, ସେମାନେ କେଉଁ ବାଟରୁ ପଇସା ଆସେ, କେମିତି ଖାଆନ୍ତି, କେମିତି ଦଲାଲି କରନ୍ତି, ଏ ବିଷୟରେ ତାଙ୍କର ଟିକେ ନାକୁମି ଆଜ୍ଞା ଧାରଣା ନାହିଁ। ମୁଁ ଚ୍ୟାଲେଞ୍ଜ ଦେଇ କହିବି, କାହିଁକିନା ସେମାନେ ହେଉଛନ୍ତି ପ୍ରାୟତଃ ଡେସ୍କ ଷ୍ଟାଫ୍। ରିପୋର୍ଟର ମାନେ ଯେଉଁ କପି ପଠାନ୍ତି, କି ଟିଭିରେ ଯେଉଁମାନେ ରହନ୍ତି ତାଙ୍କୁ ଆମେ କପି ଏଡ଼ିଟର କହୁ, ଆଉ ଯେଉଁମାନେ ପ୍ରିଣ୍ଟ ମିଡ଼ିଆ ରହନ୍ତି ସେମାନଙ୍କୁ ଆମେ ସବ୍-ଏଡ଼ିଟର କହୁ। ତାଙ୍କ କାମ ହେଲା ରିପୋର୍ଟରଙ୍କର ପାଠଟି କେବଳ କରେକ୍ସନ୍ କରିପାରିବେ। ଆଉ ତାଙ୍କର ଗୋଟିଏ ପାୱାର ଥାଏ ଯେ, ମନେକର ଆପଣ ଗୋଟେ ଚିହ୍ନା ଜଣା, ଆରେ ସାଙ୍ଗ ଟିକେ ନ୍ୟୁଜ୍ଟେ ବସେଇ ଦେବୁ, ସେଭଳି କ୍ଷେତ୍ରରେ ସେମାନେ କେବଳ ନ୍ୟୁଜ୍ଟି ବସେଇ ଦିଅନ୍ତି। ଦରମା ଯେତିକି ମିଳେ ସେତିକି ହିଁ ତାଙ୍କର ଯଥେଷ୍ଟ, ଆଉ ଅନ୍ୟ କିଛି ମିଳେ ହିଁ ନାହିଁ। ଆଉ ରହିଲା ଯେଉଁ 100 ରିପୋର୍ଟର ରହିଲେ, ଯେଉଁମାନଙ୍କୁ ଆପଣ ପ୍ରଭାବଶାଳୀ ବୋଲି ଭାବୁଛନ୍ତି, ଯେଉଁମାନେ ମାଲିକ ନୁହନ୍ତି କିନ୍ତୁ ବଡ଼ ସାମ୍ବାଦିକର ମାନ୍ୟତା ପାଇଛନ୍ତି, ସେମାନଙ୍କର କିଛି କିଛି ଖବର ଚାପିବାର ସ୍ୱାଧୀନତା ଥାଏ ବା କ୍ଷମତା ଥାଏ, ଏବଂ କିମ୍ବା ମାଲିକ ଚାହେଁ ବୋଲି ସେମାନେ ଚାପନ୍ତି। ଏବଂ ଆଉ ଗୋଟିଏ ତାଙ୍କର ଯଦି ଲାଭ କେଉଁଠି ହୁଏ, ଦଶହରା ଦୀପାବଳିରେ କିଛି କମ୍ପାନୀ ପକ୍ଷରୁ କିଛି ଗିଫ୍ଟ ମିଳେ, ମିଠା ପ୍ୟାକେଟ୍ ମିଳେ, ଏମିତି ଅନେକ। ତେଣୁ ଯେଉଁମାନେ ଏ ଲାଇନରେ ନାହାନ୍ତି, ଦୂରରୁ ଥାଇକି ସେମାନେ ବହୁତ କଥା କହନ୍ତି। ଅବଶ୍ୟ ସମସ୍ତଙ୍କୁ ଜବାବ ଦେବାକୁ ସମସ୍ତଙ୍କ ପାଖରେ ସମୟ କାହିଁକି, ସେଥିପାଇଁ କିଛି ବାସ୍ତବ କଥା ମୁଁ ଆପଣଙ୍କ ପାଖରେ ଉପସ୍ଥାପନ କଲି। ତେଣିକି ଆପଣ ବିଶ୍ୱାସ କରିବେ ବା ନ କରିବେ ସେଇଟା ଆପଣଙ୍କ ଉପରେ ନିର୍ଭରଶୀଳ। ଆଉ ରହିଲା ଆଜ୍ଞା, ସାମ୍ବାଦିକମାନେ ଯେତେବେଳେ ଭେଜାଲ, ସାମ୍ବାଦିକମାନେ ଯେତେବେଳେ ଦଲାଲ, ଆଉ ଦୁନିଆର ଯେଉଁ ଖାଣ୍ଟି ଲୋକଙ୍କ ବିଷୟରେ ମଧ୍ୟ ଟିକେ ଆଲୋଚନା କରିଦେବା। ଆମ ନେତାମାନେ ଖାଣ୍ଟି ତ? ସେ ଉତ୍ତର ଆପଣମାନେ ଦିଅନ୍ତୁ। ଆମର ବାବୁମାନେ, ଅଫିସରମାନେ ଖାଣ୍ଟି ତ? ଜଣେ ହେଉଛନ୍ତି ଲେଜିସ୍ଲେଟର ମୁଖ୍ୟ, ଆଉ ଜଣେ ହେଉଛନ୍ତି ଏକ୍ଜିକ୍ୟୁଟିଭର। ନା ଏକ୍ଜିକ୍ୟୁଟିଭ ଖାଣ୍ଟି, ନା ଲେଜିସ୍ଲେଚର ଖାଣ୍ଟି। ଯାହାକୁ ସାମ୍ବିଧାନିକ ମାନ୍ୟତା ମିଳିଛି, ସରକାରଙ୍କ ପାଖରୁ ସେମାନେ ମୋଟା ଅଙ୍କର ଟଙ୍କା ପାଆନ୍ତି, ସରକାର ତାଙ୍କୁ କ୍ଷମତା ଦେଇଛନ୍ତି। ଏବଂ ଆଉ ରହିଲା ଜୁଡ଼ିସିଆରୀ। ଆଜି ଜୁଡ଼ିସିଆରୀ ବିଷୟରେ ତ ବିରୋଧରେ ଆପଣ କହିପାରିବେନି, କାହିଁକି ନା ଅନେକ ମାମଲାରେ ଆପଣ ଛନ୍ଦି ହେଇଯିବାର ଆଶଙ୍କା ରହିଛି। କିନ୍ତୁ ଜୁଡ଼ିସିଆରୀ କେତେ ଖାଣ୍ଟି ତାହା ଭାରତବାସୀ, ବୁଦ୍ଧିଜୀବୀମାନେ ମଧ୍ୟ ଭଲ ଭାବରେ ଅନୁଭବ କରୁଥିବେ ଯେ ସତରେ ଜୁଡ଼ିସିଆରୀ ଖାଣ୍ଟି ତ। ମାନେ ମୁଁ କହିବାର କଥା ହେଉଛି, ସମ୍ବିଧାନର 3ଟି ଯାକ ପ୍ରମୁଖ ସ୍ତମ୍ଭ, ଯାହାଙ୍କୁ ସାମ୍ବିଧାନିକ ମାନ୍ୟତା ଦିଆଯାଇଛି, ଯାହାଙ୍କୁ ସରକାର ପକ୍ଷରୁ ରାଜକୋଷରୁ, ଲୋକଙ୍କ ପଇସାରୁ, ଦରମାଠୁ ଆରମ୍ଭ କରିକି ଅନ୍ୟାନ୍ୟ ସୁବିଧା ସୁଯୋଗ, ଘରଠୁ, ଗାଡ଼ିଠୁ, ବଙ୍ଗଳାଠୁ ଆରମ୍ଭ କରିକି ସୁଯୋଗ ଦିଆଯାଉଛି, ସେମାନେ କ'ଣ ଖାଣ୍ଟି? ତାମାନେ ମୁଁ ଯୁକ୍ତି କରୁନି ସାମ୍ବାଦିକ ଖାଣ୍ଟି ହେବା ଉଚିତ ନୁହେଁ। ସାମ୍ବାଦିକ ଗଣତନ୍ତ୍ର ଚତୁର୍ଥ ସ୍ତମ୍ଭ, କିନ୍ତୁ କେଉଁଠି କିଛି ଖାତା ଖତିଆନ ଆମର ନାହିଁ କି ଲେଖା ହେଇନି। କିଛି ସାମ୍ବାଦିକମାନଙ୍କ ପାଇଁ ସାମଗ୍ରିକ ସାମ୍ବାଦିକ ବୃତ୍ତିଟା ବଦନାମ ହେଉଛି,
ଏବଂ ଏଥିପାଇଁ କେହି କହନ୍ତିନି ଯେ ଭାଇ ମାଲିକ ଦରମା ଦେଉଛି ସେ ଯାହା ଚାହିଁବ ଆମେ ଲେଖିବୁ। ଏଇଟା ସମସ୍ତେ ଜାଣନ୍ତି, କିନ୍ତୁ ଆଜିକାଲି ତ ସାମ୍ବାଦିକମାନେ ଶସ୍ତା ହେଇଯାଇଛନ୍ତି, ତେଣୁ ତାଙ୍କୁ ଟାର୍ଗେଟ୍ କରିବା ଏବଂ ଲୋକମାନେ ବି ଟାର୍ଗେଟ୍ କରିବା ସ୍ୱାଭାବିକ। ଆଜିକାଲି ଯେଉଁ ଢଙ୍ଗରେ ସାମ୍ବାଦିକ ସଂଖ୍ୟା ବଢ଼ି ଚାଲିଛି, ଲାଗେ ଯେମିତି ବର୍ଷା ଦିନିଆ ଛତୁ। ଆଉ ଆପଣ ଦେଖିବେ ବର୍ତ୍ତମାନ ଯେଉଁ ରେଟ୍ରେ ସାମ୍ବାଦିକ ସଂଖ୍ୟା, ୟୁଟ୍ୟୁବ୍ ଚ୍ୟାନେଲ୍ ସଂଖ୍ୟା ବଢ଼ୁଛି, ଆଉ କିଛି ଦିନ ପରେ ଆପଣ ଦେଖିବେ ସାମ୍ବାଦିକଙ୍କ ସଂଖ୍ୟା କମ୍, ଏଡ଼ିଟରଙ୍କ ସଂଖ୍ୟା ଅଧିକା। ପ୍ରବଳ ମାତ୍ରାରେ ଆଜ୍ଞା ଏଡ଼ିଟର ବାହାରିଲେଣି। ମାଲିକ ମାତ୍ର 100 ଟଙ୍କା ଭିତରେ, 100 ଟଙ୍କା ନ ମାଗଣାରେ ଆପଣ ୟୁଟ୍ୟୁବ୍ ଚ୍ୟାନେଲ୍ କରିଦେଲେ, 200 ଟଙ୍କାର ବୁମ୍ଟେ ଆଣିଲେ ଏବଂ ତାକୁ ମଧ୍ୟ ଆପଣ ବିକ୍ରି କରିପାରିଲେ। କିନ୍ତୁ ଆକୁ ଲଗାମ ଦେବା ପାଇଁ କିଏ ଅଛି? ଲଗାମ ଦେବାକୁ କେହି ନାହାନ୍ତି। ମନ୍ତ୍ରୀମାନେ, ବାବୁମାନେ ମଧ୍ୟ ସେଥିରେ ବାଇଟ୍ ଦେଉଛନ୍ତି। ତାଙ୍କୁ ବି ଖୁସି ଲାଗୁଛି ଏତେ ଚ୍ୟାନେଲ୍ ଆମ ପାଖରେ ପହଞ୍ଚୁଛି। ଆଗାମୀ ଦିନରେ ଏହା ଏକ ସମସ୍ୟା ସୃଷ୍ଟି କରିବ। ମାନେ ଆପଣ ଗୋଟେ ମନ୍ତ୍ରୀ ଯେତେବେଳେ ବାଇଟ୍ ଦେଉଛନ୍ତି, ସେ ତ ଜାଣିପାରୁନାହାନ୍ତି ନା କେତେ ଚ୍ୟାନେଲ୍ ଅବଶ୍ୟ ମନା ବି କରିବେ କେମିତି, କିନ୍ତୁ ସେ ଚ୍ୟାନେଲ୍ଟା ଗୋଟେ ମାନ୍ୟତା ପାଇଛି ବୋଲି ସେମାନେ ଦର୍ଶାଇ ପାରୁଛନ୍ତି, ଯେଉଁଥିପାଇଁ ବୁମ୍ ବିକ୍ରିଠୁ ଆରମ୍ଭ କରିକି ଅନ୍ୟାନ୍ୟ ଜିନିଷ ମଧ୍ୟ ଆପଣ ଦେଖିବାକୁ ପାଉଥିବେ। ଘରେ ଘରେ ଆଗରୁ ରିପୋର୍ଟର ଥିଲେ, ଏବେ ଘରେ ଘରେ ଏଡ଼ିଟର ହେଇଯିବେ। ସମସ୍ତେ ୟୁଟ୍ୟୁବ୍ ବ୍ୟବହାର କରୁଛନ୍ତି, କିଛି ନାହିଁ, ଆରାମସେ ନିଜର ଚ୍ୟାନେଲ୍ଟେ ସେଇଠିକିନା କରି ଗୋଟେ ଯୋଡ଼େ ଭିଡ଼ିଓ ଛାଡ଼ିଦେଲା ପରେ ଆପଣ ବି ହେଇଗଲେ। ତାପରେ ଗାଡ଼ିରେ ପ୍ରେସ୍ ମାରିଦେଲେ, କେଉଁଠୁ ଛୋଟ ମୋଟ ଚାନ୍ଦା ମଧ୍ୟ ଆଣିଲେ। ଯିଏ ଡରିଦେଲା ସିଏ ଆପଣଙ୍କୁ କିଛି ଦେଲା, ଯିଏ ନ ଡରିଲା ସେ ଦି ଜାଉଡ଼ା ସେକିଲା। ଆଇଦର ଏଇଟା ପାଇବୁ ନହେଲେ ସେଇଟା ପାଇବୁ, ଡରିକି କିଛି ମାଲ କମେଇବୁ ନହେଲେ ଦି ଥାପଡ଼ ଖାଇବୁ। ଘଟଣାଟା ଆଜ୍ଞା ମୋଟାମୋଟି ପ୍ରାୟତଃ ଏଇଆ। ତେଣୁ ଆମେ ଯେତେବେଳେ ଦୁନିଆଟା ଯାକ ଭେଜାଲ ପାଉଛେ, ଭେଜାଲ ପଲିଟିସିଆନ ପାର୍ଟି, ଭେଜାଲ ନେତା, ଭେଜାଲ ବାବୁ, ଭେଜାଲ ବୁଦ୍ଧିଜୀବୀ, ଆଉ ସାଧାରଣ ଜନତା ବି ଆଜ୍ଞା ଭେଜାଲ। ଇଲେକ୍ସନ ବେଳେ ଯେଉଁ ଲୋକଟି ଆଠୁ ଟଙ୍କା ତାଠୁ ଟଙ୍କା ନେଇକି ଭୋଟ ଦେଉଛି, ଆକୁ କିଛି ତାକୁ କିଛି ବାଣ୍ଟି ଦେଉଛି, ଆଜ୍ଞା ଯେତେବେଳେ ଆମେ ସମସ୍ତେ ଭେଜାଲ ହେଇଯାଇଛନ୍ତି, ଖାଣ୍ଟି ଆଜ୍ଞା ପାଇବା କେଉଁଠୁ? ନମସ୍କାର ଆଜ୍ଞା।